ମୋ ମା ନିଜେ ଶେଷ ଥର ପାଇଁ କେବେ ଶାଢୀ କିଣିଥିଲା ମୋର ମନେ ନାହିଁ। ମୋ ମା ନିଜେ ଶେଷ ଥର ପାଇଁ କେବେ ଶାଢୀ କିଣିଥିଲା ମୋର ମନେ ନାହିଁ, କିନ୍ତୁ ସେ ବର୍ଷକୁ ମତେ 6 ହଳ ଡ୍ରେସ୍ ପିନ୍ଧିବାକୁ ଦିଏ। ମୋ ମା କୁ ଇଂରାଜୀରେ କଥା କହିବା ଆସେନି ବୋଲି ସେ କହେ। ମୋ ମା କୁ ଇଂରାଜୀରେ କଥା କହିବା ଆସେନି ବୋଲି ସେ କହେ, କିନ୍ତୁ ସେ ମତେ 15 ବର୍ଷ କାଳ ଇଂରାଜୀରେ ଟ୍ୟୁସନ ଦେଇଛି ବୋଲି ମୁଁ ଛାତି ବାଡେଇକି କହେ। ତା ଫୋନରେ ସେ ମାସ ଧରି ରିଚାର୍ଜ କରେନି। କିନ୍ତୁ ମୋ ଫୋନରେ ସେ 3 ରୁ 4 ମାସର ରିଚାର୍ଜ ସେ ଏକା ସାଙ୍ଗରେ କରିଦିଏ। ସେ ହେଉଛି ମା। ରୋଷେଇ କରୁ କରୁ ଯଦି ତା ହାତ କଟିଯାଏ, ସେ ଖଣ୍ଡିଆକୁ ଅଣଦେଖା କରି ପୁଣି ରୋଷେଇ କାମରେ ଲାଗିଯାଏ। ହେଲେ ମୋ ଦେହରେ ଟିକେ ଆଘାତ ବାଜିଲେ ତା ଛାତିରୁ ଯେମିତି ଗୋଟେ କଲିଜା ଖସିଲା ଭଳି ସେ ହୁଏ। ସେ ନିଜେ 300 ସଂଖ୍ୟା ଶାଢୀ ପିନ୍ଧିଛି, ମତେ 3000 ଟଙ୍କିଆ ଡ୍ରେସ୍ ଦେଇଛି। ସେ ନିଜେ ପଖାଳ ଖାଇଛି, ମତେ ବିରିୟାନୀ ଖାଇବା ଶିଖେଇଛି। ହଁ, ମୁଁ ଏତିକି କହିବି, ମା ଦୁଃଖର ଦୁଦୁରାମାଳ ପିନ୍ଧି ସଦା ସୀତା ପାଲଟି ଯାଇଛି। ସୁଖର ସୁନା ଫୁଲରେ ଘରକୁ ସେ ସଜାଡି ଦେଇଛି। ଯେଉଁ ମଣିଷ ନିଜ ଇଚ୍ଛାକୁ ଛାଡି ଦୁନିଆ ଆଗରେ ଲଢେ, ସିଏ ହେଉଛି ମା। ସେ ମୋ ଜୀବନର ଗୋଟେ ନୀରବ ଶକ୍ତି। ସେ ପ୍ରତିଦିନ ମତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଏ। ଯଦି ଗୋଟିଏ ପଟେ ଦୁନିଆ ରଖି ଦିଆଯିବ, ଆଉ ଗୋଟେ ପଟେ ମା କୁ ରଖି ଦିଆଯିବ, ମୁଁ ମା କୁ ହିଁ ବାଛିବି। କାହିଁକି ନା ଯେତେ ରାଗିଲେ ରୁଷିଲେ ବି ସିଏ ମତେ ମନାଏ, ଗୋଟେ ମା ପ୍ରତି ମୋଡରେ ପ୍ରତି ପଦକ୍ଷେପରେ ଗୋଟେ ମା ହିଁ ହୋଇଥାଏ।